ପ୍ରକୃତରେ ଆପଣ ତ ମଦ ପିଇଲେ ପଇସା ଥିଲା ଯେତେବେଳେ ମଦ ପିଉଥିଲେ, କାରଣ ଜଣେ ସରପ୍ଲସ୍ ପଇସା ହେଲେ ହିଁ ମଦ ପିଇବ, କାରଣ ଖାଦ୍ୟ ବସ୍ତ୍ର ବାସଗୃହ ସେ ତ ନିହାତି ଆବଶ୍ୟକ। ତାଠାରୁ ଯଦି ଅଧିକା ହେଲା ତାହେଲେ ଏଇସବୁ ଜିନିଷରେ ତାର ନିୟୋଜିତ ହବ। ଆପଣ ଯେତେବେଳେ ମଦ ପିଇଲେ ଆଉ ହସ୍ପିଟାଲରେ ପଡ଼ିଲେ, ଆପଣ ଘରର ପ୍ରମୁଖ ଲୋକ ଯାହାଙ୍କ ଆୟରେ ଆପଣଙ୍କ ପରିବାରଟି ଚଳୁଥିଲା, ଆପଣଙ୍କ ଧର୍ମପତ୍ନୀ ମଧ୍ୟ ଜଣେ ଗୃହିଣୀ, ପିଲାମାନେ ଛୋଟ ଛୋଟ, ଯେତିକି ଦିନ ଧରିକି ଆପଣ ପୁରା ହସ୍ପିଟାଲ ବେଡ୍ରେ ପଡ଼ି ରହିଲେ, ସେମାନଙ୍କୁ ଭରଣ ପୋଷଣ କରିବା ତ ଭାରି କଷ୍ଟ ହୋଇ ପଡ଼ିଥିବ। ନା ନା, ସେତେବେଳେ ଆମ ବାପା ଆସିକିରି ଇଏ କରିଥିଲେ। ମୁଁ ଆଉ ଗୋଟେ କଥା କହୁଛି, ମଦ ପିଇବା କେବଳ ମୋ ନିଜ ସ୍ୱାସ୍ଥ୍ୟକୁ ହାନି କରିନି, ମଦ ମୋର ଆର୍ଥିକ ସ୍ଥିତିରେ ବି ଦୁର୍ବଳ କରିଦେଇଛି। ସେ ତ ବୁଢା ବୟସରେ, ରିଟାୟାରମେଣ୍ଟ ବୟସରେ ମୋ ସାଙ୍ଗସାଥି ଯୋଉମାନେ କ୍ୟାରିୟର ଅଲଗା ସେକ୍ସନରେ ବା ସେଇ କ୍ରାଇମରେ ଆରମ୍ଭ କରିଥିଲେ, ସେମାନେ ଭୁବନେଶ୍ୱରରେ ଘର କରିଛନ୍ତି, ସେମାନେ ଭୁବନେଶ୍ୱରରେ କାର୍ କରିଛନ୍ତି। ଆଉ ତାଙ୍କ ବ୍ୟାଙ୍କ ବାଲାନ୍ସ ତ ମୁଁ ଚେକ୍ କରୁନି କି ସୁନା ଗଣା କହିବି, ଯୋଉଟା ଦେଖାଯାଉଛି ମୁଁ ସେଇଟା କହିନି। ମୁଁ କହୁଛି, ମୁଁ ପାଖାପାଖି 18 ଲକ୍ଷ ଟଙ୍କା ପାଖାପାଖି ମଦ ପିଇଛି। ମୋ 17 ବର୍ଷ ମୋର କ୍ୟାରିୟରରେ 18 ଲକ୍ଷ ଟଙ୍କା ମଦ ପିଇଛି। କେବଳ 18 ଲକ୍ଷ ଟଙ୍କା 18 ଲକ୍ଷ ଟଙ୍କାରେ କିଣିକି ପିଇଛନ୍ତି, କିଣିକି ପିଇଛି। ଆଉ ଯାହା ହଁ ହେଇଥିବ ଆଉ। ହଁ ହଁ 17-18 ଲକ୍ଷ ଟଙ୍କା 15 ଲକ୍ଷ ହେବ। ତାପରେ ଯୋଉ ମୋର ମେଡିକାଲ ଯେତେବେଳେ ପଢିଲି, ମୋର ସୁନା ଗଣା, ମୋ ମିସେସର ଯାହା ମୁଁ କରିଥିଲି, ମୋ ସ୍ତ୍ରୀର ମାନେ ମୋର ଯାହା ଥିଲା ସବୁ ବିକ୍ରି ହେଇଗଲା। ସବୁ ବିକ୍ରି ହେଲା। ମାନେ ପକେଇଲୁ ଇଏରେ ମର୍ଟଗେଜ ପକେଇଲୁ, କିନ୍ତୁ ସେ ଆଉ ଆଣିବାର ମୋର ଆଉ କ୍ଷମତା, ଯେହେତୁ ମୁଁ ଚାକିରି ଛାଡ଼ିଦେଲି। ତାପରେ ମୋର ଯୋଉ ମଦ ପିଇବା ଯୋଗୁଁ ମୋ କ୍ୟାରିୟରରେ ବି ମତେ କଣ ସମ୍ବାଦ କି ବାହାର କରିନି। ଆଜ୍ଞା, ସମ୍ବାଦ ନିଜେ ଆଉ ମୁଁ ନିଜେ ସମ୍ବାଦ ନେଇ ମଦ ପିଇବା ପାଇଁ ସନ୍ଧ୍ୟାବେଳେ ମୁଁ ଅଫିସ ଯିବି, ଏମିତି ମତେ ଗ୍ରାସ କଲା ମଦ। ମୁଁ ଅଫିସ ଯିବାକୁ ମୋର ଟାଇମ ହେଉଥିବା ଆଡେ ମୁଁ ମଦ ପିଇବାକୁ କହିଲେ, ହେ ମୁଁ ଆସିବିନି। ଧୀରେ 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 ରେଜିଗ୍ନେସନ ଦେଇଦେଲେ। ହଁ, ମୁଁ ରେଜିଗ୍ନେସନ ବି ଦେଇନି, ରହିଗଲେ। ମୁଁ ରହିଗଲି।